ତାର ଗର୍ବ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ 57ତମ ବର୍ଷରେ ଜନ୍ମ ଉପଲକ୍ଷେ ଆଜି ମେଗା ବ୍ଲଡ଼ ଡୋନେସନ୍ ମଧ୍ୟ ଭାଇ ରାଣା ଏଇଠି ଅନୁଷ୍ଠାନ ଆପଣ କରୁଛନ୍ତି ତାକୁ ନେଇ ନିଶ୍ଚିତ ଭାବରେ ସେ କେବଳ ଓଡ଼ିଶାର ଗୌରବ ନୁହନ୍ତି, ଭାରତ ବର୍ଷର ମଧ୍ୟ ଗର୍ବ। ସେ କଳିଙ୍ଗ ରତ୍ନ, ସେ ଆମମାନଙ୍କ ଭଳିଆ କୋଟି କୋଟି ଓଡ଼ିଆ ଯୁବକମାନଙ୍କ ପାଇଁ ପ୍ରେରଣାର ଉତ୍ସ ଏବଂ ନିଶ୍ଚିନ୍ତରେ ଯେଉଁ ଓଡ଼ିଶାରେ ଯାହା ବିକାଶ ଏବଂ ପ୍ରଗତି ଦେଖୁଛନ୍ତି ସେ ହେଉଛନ୍ତି ତା'ର ମୁଖ୍ୟ ବିନ୍ଧାନୀ। ସେହିଭଳି ଏକ ନେତୃତ୍ୱଙ୍କ ପାଇଁ ଆଜି ତାଙ୍କର 57ତମ ଜନ୍ମ ଜୟନ୍ତୀରେ ଆମେ ଏକ ରକ୍ତଦାନ ଶିବିର ଏବଂ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରିଛୁ। ଏଥିରେ ସମସ୍ତ ଯୁବକ ବନ୍ଧୁମାନେ, ମାଆ ମାନେ, ଭଉଣୀମାନେ, ଗୁରୁଜନମାନେ ସମସ୍ତେ ସହଯୋଗ କରିଛନ୍ତି। ସମସ୍ତଙ୍କୁ ହୃଦୟର ସହ କୃତଜ୍ଞତା ଜ୍ଞାପନ କରୁଛି। ଏ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ଆମର ମଣିପାଲ ହସ୍ପିଟାଲ ଏବଂ ବ୍ଲଡ଼ ଡୋନେସନ୍ କ୍ୟାମ୍ପକୁ ରେଡ୍ କ୍ରସ୍ର ଅନୁଷ୍ଠାନ ଏବଂ ପ୍ରୋ ସୋସିଓ ଭଳି ଅର୍ଗାନାଇଜେସନ୍ ଆମକୁ ସହାୟତାର ହାତ ବଢ଼ାଇଛନ୍ତି। ସେମାନଙ୍କୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଏବଂ କୃତଜ୍ଞତା। ବିଶେଷ କରି ଆଜି ଯେଉଁ ଯୁବବନ୍ଧୁମାନେ ସ୍ୱେଚ୍ଛାକୃତ ଭାବରେ ଏଠି ରକ୍ତଦାନ କରୁଛନ୍ତି ତାଙ୍କୁ ମଧ୍ୟ ସାଧୁବାଦ ଦେବି ଯେ ଯେଉଁ ଯୁବମାନଙ୍କର ଉତ୍ସ ପ୍ରେରଣାର ଉତ୍ସ ତାଙ୍କ ପାଇଁ ତାଙ୍କର ଯେଉଁ ସମର୍ପଣ ଭାବ ରହିଛି ତାକୁ ଏଠି ପ୍ରଦର୍ଶିତ କରିବା ପାଇଁ ସେମାନେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରୁଛନ୍ତି ଏବଂ ତାଙ୍କର ସାମାଜିକ ପ୍ରତିବଦ୍ଧତାକୁ ଏଠି ପ୍ରତିପାଦନ କରିବାର ଯେଉଁ ନିଛକ ଉଦାହରଣଟିଏ ତିଆରି କରୁଛନ୍ତି ତାହା ପ୍ରତ୍ୟେକଟି ଯୁବକମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇକି ରହିବ। ଏବଂ ବିଶେଷ କରି ଆଜିର ଏ ଶୁଭ ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୁଁ ପ୍ରାର୍ଥନା କରିବି ଯେ ଆମର ପ୍ରିୟ ନେତା ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦୀର୍ଘାୟୁ କରନ୍ତୁ ଏବଂ ଭାରତବର୍ଷର ଯେଉଁ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଛନ୍ତି ଏବଂ ସର୍ବୋପରି ଓଡ଼ିଆ ପାଇଁ ଯିଏ ସମ୍ପୂର୍ଣ୍ଣ ରୂପେ ସମର୍ପିତ ତା'ର ବିକାଶ ପାଇଁ ସେ ସେଇ ବିକାଶର ବିନ୍ଧାଣୀ ହୁଅନ୍ତୁ, ସେ ବିକାଶର ଥର ସାରଥୀ ହୁଅନ୍ତୁ। ଧନ୍ୟବାଦ।